ଦେଖନ୍ତୁ ଏସ୍‌ବିଆଇ, ପିଏନ୍‌ବି ଏବଂ ବିଓବି ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର। ଫେବୃଆରୀ 1, 2024ରୁ ଘରୁ କାମ କରିବାର ସୁଯୋଗ। ଦଶମ ପାସ୍ ଯୁବକ ଯୁବତୀଙ୍କ ପାଇଁ ଆଶ୍ୱସ୍ତି। ଯଦି ଆପଣ ଦଶମ ପାସ୍ କରି ଘରେ ରହିଛନ୍ତି, କୌଣସି କାମ ପାଉନାହାନ୍ତି, କାମ ସନ୍ଧାନରେ ରହିଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। ଆପଣମାନଙ୍କୁ ଏସ୍‌ବିଆଇ, ପିଏନ୍‌ବି, ବିଓବି ବ୍ୟାଙ୍କ ତରଫରୁ ମିଳିବ କାମ କରିବାର ସୁଯୋଗ। ଆପଣ ଘରେ ରହି କାମ କରିବେ, ଯାହାଫଳରେ ଭଲ ଦରମା ମଧ୍ୟ ପାଇପାରିବେ। ତ କ'ଣ ରହିଛି ସମ୍ପୂର୍ଣ୍ଣ ସୂଚନା, ଯାହା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ଚ୍ୟାନେଲକୁ ଏପର୍ଯ୍ୟନ୍ତ ଆପଣ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଭିଡ଼ିଓକୁ ଗୋଟେ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲିବେନି, କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ଯୋଜନା ଗୁଡ଼ିକ ଆସିବ, ସେହି ଯୋଜନା ଗୁଡ଼ିକର ଆପଣ ସମ୍ପୂର୍ଣ୍ଣ ସୂଚନା, ଆବେଦନ ପ୍ରକ୍ରିୟା ଏବଂ ସରକାରଙ୍କ ଦ୍ୱାରା ଯେଉଁ ଯୋଜନା ଗୁଡ଼ିକ ପରିଚାଳିତ ହେଉଛି, ଆପଣ ସେହି ଯୋଜନା ଗୁଡ଼ିକରେ ସାମିଲ ହୋଇଛନ୍ତି, ସେହି ଯୋଜନା ଗୁଡ଼ିକର ନୂଆ ନୂଆ ଅପଡ଼େଟ୍ ଏବଂ ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ସୂଚନା ଆପଣ ଏହି ଚ୍ୟାନେଲରୁ ହିଁ ଜାଣିବାକୁ ପାଇବେ। ବର୍ତ୍ତମାନ ଆସନ୍ତୁ ଜାଣିବା, ସରକାରୀ ବ୍ୟାଙ୍କ ଗୁଡ଼ିକରେ ଘରୁ କାମ କରିବାର ସୁଯୋଗ କାହିଁକି ଦିଆଯାଉଛି। ଆସନ୍ତୁ ଏହା ଉପରେ ନଜର ପକାଇବା। ଗତ କିଛି ବର୍ଷ ମଧ୍ୟରେ ସରକାରୀ କ୍ଷେତ୍ରର ବ୍ୟାଙ୍କ ଗୁଡ଼ିକ ସେମାନଙ୍କର ଡିଜିଟାଲ ବ୍ୟାଙ୍କିଂ, ଅନଲାଇନ୍ ସେବା ଏବଂ ବ୍ୟାଙ୍କ ଅଫିସ୍ ସିଷ୍ଟମକୁ ଯଥେଷ୍ଟ ପରିମାଣରେ ବିସ୍ତାର କରିଛନ୍ତି। ଆକାଉଣ୍ଟ ରେକର୍ଡ, ଅନଲାଇନ୍ ଫର୍ମ ପ୍ରକ୍ରିୟାକରଣ, ଡିଜିଟାଲ ସହାୟତା ଏବଂ ଗ୍ରାହକ ତଥ୍ୟ ବର୍ତ୍ତମାନ ଏହି ସିଷ୍ଟମ ମାଧ୍ୟମରେ ମୁଖ୍ୟତଃ ପରିଚାଳିତ ହେଉଛି। ଏହି କାରଣରୁ ବ୍ୟାଙ୍କ କ୍ଷେତ୍ରରେ କାମଗୁଡ଼ିକ ଅଧିକରୁ ଅଧିକ ବଢ଼ିଯାଉଛି। ସେଥିପାଇଁ ଏହା ବିଶ୍ୱାସ କରାଯାଏ ଯେ କିଛି ଅଣକ୍ଷେତ୍ର ଏବଂ ସହାୟତା ଆଧାରିତ କାମ ଏବେ ଘରୁ କରାଯାଇପାରିବ, ଯାହାଦ୍ୱାରା ବ୍ୟାଙ୍କର କାମ ସୁଗମ ରହିବ ଏବଂ ଯୁବକମାନେ ମଧ୍ୟ ନିଯୁକ୍ତି ସୁଯୋଗ ପାଇବେ। ବର୍ତ୍ତମାନ ଆସନ୍ତୁ ଜାଣିବା, ଦଶମ ପାସ୍ ଯୁବକ ଯୁବତୀଙ୍କ ପାଇଁ ଏହି ଅପଡ଼େଟ୍ କାହିଁକି ଗୁରୁତ୍ୱପୂର୍ଣ୍ଣ ରହିଛି। ଦେଖନ୍ତୁ, ଦେଶରେ ବହୁ ସଂଖ୍ୟକ ଯୁବକ ଯୁବତୀ ଅଛନ୍ତି ଯେଉଁମାନେ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ଏବଂ ଚାକିରି ଖୋଜୁଛନ୍ତି। ସରକାରୀ ବ୍ୟାଙ୍କ ଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ଘରୁ କାମ କରିବାର ବିକଳ୍ପକୁ ଏହିପରି ଯୁବକ ଯୁବତୀଙ୍କ ପାଇଁ ଏକ ସ୍ୱାଗତଯୋଗ୍ୟ ଆଶ୍ୱସ୍ତି ବୋଲି ବିବେଚନା କରାଯାଉଛି। ଆପଣ ମ୍ୟାଟ୍ରିକ୍ କିମ୍ବା +2 ପାସ୍ କରି ଘରେ ରହିଛନ୍ତି, ଚାକିରି ସନ୍ଧାନରେ ରହିଛନ୍ତି, ଆପଣ ଚାକିରି ପାଉନାହାନ୍ତି, ତାହେଲେ ଏହି ସୁଯୋଗଟି ଆପଣମାନଙ୍କ ପାଇଁ ଖାସ୍ କରି ଏହି ଭିଡ଼ିଓଟି ବି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଆପଣମାନେ କେମିତି ଏହି ବ୍ୟାଙ୍କ କାମ ଗୁଡ଼ିକ ପାଇପାରିବେ, ଘରେ ବସିକି କାମ କରିବେ, ବାହାରକୁ ଯିବା କଥା ଯେଉଁ ଆପଣମାନେ ଚିନ୍ତା କରୁଛନ୍ତି, ଆଉ ବାହାରକୁ ଆପଣ ଯିବେ ନାହିଁ, ଘରେ ରହିବେ, ପୁରା ସେଫ୍ଟିରେ ବିନ୍ଦାସରେ ପୁରା କାମ କରିବେ, ଘରେ ରହିକି ଭଲ ଦୁଇ ପଇସା ବି ଆପଣ ପାଇପାରିବେ। ତ ଆସନ୍ତୁ ଏହାର ଡିଟେଲ୍ସ ଉପରେ ନଜର ପକାଇବା। ଦେଖନ୍ତୁ, କଥାରେ ନାହିଁ, ନାଇଁ ମାମୁଁଠୁ କଣା ମାମୁଁ ଭଲ। ବସିବା ଅପେକ୍ଷା କାଶିବାଟା ଭଲ, କିଛି କାମ ନ ମିଳିବା ଅପେକ୍ଷା। ଯଦି ବ୍ୟାଙ୍କ ତରଫରୁ ଆପଣମାନଙ୍କୁ ଏହି କାମ ଗୁଡ଼ିକ ମିଳୁଛି, ଆପଣମାନେ କାହିଁକି ହାତ ଛଡ଼ା କରିବେ। ଆପଣ ଘରେ ବସିକି ଅଫିସିଆଲି କାମ ଗୁଡ଼ିକ କରିବେ, ବ୍ୟାଙ୍କରେ ପଇଠ କରିବେ, ମାସ ଶେଷକୁ ଭଲ ଦରମା ମଧ୍ୟ ପାଇବେ। ବର୍ତ୍ତମାନ ଆସନ୍ତୁ ଜାଣିବା, ଯେଉଁ ବ୍ୟାଙ୍କ କାମ ଗୁଡ଼ିକ ଆପଣମାନଙ୍କୁ ଘରୁ କରିବା ପାଇଁ ଦିଆଯିବ, ଆପଣ ପରିଶ୍ରମ ତ ନିଶ୍ଚୟ କରିବେ। ଏହି ପାରିଶ୍ରମିକ ମାସକୁ ଆପଣମାନଙ୍କୁ କେତେ ମିଳିବ, ଦରମା ଆକାରରେ ବ୍ୟାଙ୍କ ଗୁଡ଼ିକ ଆପଣମାନଙ୍କୁ କେତେ ଟଙ୍କା ଦେବେ। ଦେଖନ୍ତୁ, ଘରୁ କାମ କରିବା ଦ୍ୱାରା ମାସିକ 25,000 ଟଙ୍କାରୁ 40,000 ଟଙ୍କା ଦରମା ମିଳିବ ବୋଲି ଆଶା କରାଯାଉଛି। କିନ୍ତୁ ଏଇଟା କେତେ ଦୂର ସତ୍ୟ ସେଇଟା ଆମେ କନଫର୍ମ କରିପାରିବୁନି, କିନ୍ତୁ ଯାହା ରିପୋର୍ଟ ରହିଛି ଆମେ ସେହି ଅନୁସାରେ ଆପଣଙ୍କୁ ଜଣାଉଛୁ। କିନ୍ତୁ ହାର୍ଡଲି ଆପଣମାନଙ୍କୁ 15,000ରୁ 25,000 ଟଙ୍କା ଦରମା ଆପଣମାନଙ୍କୁ ମିଳିବ। ତଥାପି ଦରମା ସମ୍ପୂର୍ଣ୍ଣ ଭାବରେ ଭୂମିକା, ସମୟ ଏବଂ ଦାୟିତ୍ୱ ଉପରେ ନିର୍ଭର କରେ। ଦେଖନ୍ତୁ, ଆପଣଙ୍କର କାମ ଉପରେ ନିର୍ଭର କରେ।
ଆପଣ ଯେଉଁ ଭଳି କାମ କରିବେ, ଯେଉଁ ଭଳି ପରିଶ୍ରମ କରିବେ, ସେଇ ଅନୁସାରେ ଆପଣମାନଙ୍କୁ ଦରମା ମିଳିବ। ଏଇଟା ଆପଣମାନଙ୍କର କାମ ଉପରେ ନିର୍ଭର କରିବ ସମ୍ପୂର୍ଣ୍ଣ ଦରମା। ଆପଣ ଯେଉଁ ଭଳି ପରିଶ୍ରମ କରିବେ ସେଇ ଅନୁସାରେ ଆପଣ ଦରମା ପାଇବେ। ବ୍ୟାଙ୍କିଂ କ୍ଷେତ୍ରରେ ଡିଜିଟାଲ ଚାକିରି ଗୁଡ଼ିକରେ ସାଧାରଣତଃ ସ୍ଥିର ଦରମା ବଦଳରେ କାର୍ଯ୍ୟଭିତ୍ତିକ କିମ୍ବା ପ୍ରୋଫାଇଲ ଭିତ୍ତିକ ଦରମା ଥାଏ, ଯାହା ବିଭିନ୍ନ ପ୍ରାର୍ଥୀଙ୍କ ପାଇଁ ଭିନ୍ନ ଭିନ୍ନ ରୋଜଗାର ଆଣିପାରେ। ଦେଖନ୍ତୁ, ଆପଣମାନଙ୍କର ଏହି ସବୁ କାମ ଗୁଡ଼ିକରେ ଫିକ୍ସ ଦରମା ବୋଲି କିଛି ନାହିଁ। ଆପଣ ଯେଉଁ ଟାଇପ୍ରେ କାମ କରିବେ, କାମ ଦେଖିକି ଆପଣମାନଙ୍କର ମାସିକ ଦରମା ମିଳିବ। ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ତ ନିଶ୍ଚୟ, ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଫ୍ଲିପକାର୍ଟରେ ଆପଣମାନଙ୍କୁ ବହୁତ ବଢ଼ିଆ ବଢ଼ିଆ ସାର୍ଟ ଗୁଡ଼ିକ ମିଳୁଛି। ପୁରା ଆପଣମାନଙ୍କୁ ଜେଣ୍ଟିଲମ୍ୟାନ୍ କରିଦେବ। ଫର୍ମାଲ ସାର୍ଟ ଗୁଡ଼ିକ ଆପଣ ପାଇପାରିବେ ବହୁତ କମ୍ ରେଟ୍ରେ। ଭିଡ଼ିଓରେ ଲିଙ୍କ୍ ପ୍ରୋଭାଇଡ଼ କରିଦେଇଛି, ଆପଣମାନେ ଅର୍ଡ଼ର କରିନିଅନ୍ତୁ। ବର୍ତ୍ତମାନ ଆସନ୍ତୁ ଜାଣିବା ବ୍ୟାଙ୍କ ତରଫରୁ ଯେଉଁ କାମ ଗୁଡ଼ିକ ଆପଣମାନଙ୍କୁ ମିଳିବ, କ'ଣ କ'ଣ ସବୁ କାମ ଆପଣମାନଙ୍କୁ ମିଳିବ, ଆପଣ ଘରେ ରହି କେଉଁ କେଉଁ କାମ ଗୁଡ଼ିକ ଆପଣ କରିପାରିବେ, ଆସନ୍ତୁ ତା ଉପରେ ନଜର ପକାଇବା। ଦେଖନ୍ତୁ, ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ, ଘର କାର୍ଯ୍ୟ ଗୁଡ଼ିକ ମୁଖ୍ୟତଃ ଡିଜିଟାଲ ସହାୟତା ଏବଂ ବ୍ୟାଙ୍କ ଅଫିସ କାର୍ଯ୍ୟ ସହିତ ଜଡ଼ିତ। ଏହି କାର୍ଯ୍ୟଗୁଡ଼ିକ ମଧ୍ୟରେ ଅନଲାଇନ୍ ତଥ୍ୟ ଅପଡେଟ୍ କରିବା, ରେକର୍ଡ ପରିଚାଳନା, ଡିଜିଟାଲ ଫର୍ମ ଯାଞ୍ଚ କରିବା, ଇମେଲ କିମ୍ବା ଚାଟ୍ ମାଧ୍ୟମରେ ସହାୟତା ପ୍ରଦାନ କରିବା ଏବଂ ରିପୋର୍ଟ ପ୍ରସ୍ତୁତ କରିବା, ଏସବୁ କାମ ଆପଣମାନଙ୍କର ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟଗୁଡ଼ିକ ସମସ୍ତ ସିଷ୍ଟମ ଭିତ୍ତିକ, ଯାହା ସେମାନଙ୍କୁ ଘରୁ ସମ୍ପାଦନ କରିବା ସମ୍ଭବ କରିଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ଏହି କାମ କରିବାର ସୁଯୋଗ ଆପଣ ପାଇବା ପାଇଁ ଆବେଦନ ପ୍ରକ୍ରିୟା କେମିତି କ'ଣ ରହିଛି, ସେ ବିଷୟରେ ଆସନ୍ତୁ ନଜର ପକାଇବା। ଦେଖନ୍ତୁ, ଏହିପରି ଚାକିରି ପାଇଁ ଚୟନ ପ୍ରକ୍ରିୟାକୁ ସରଳ ଏବଂ ପର୍ଯ୍ୟାୟକ୍ରମେ ସୀମିତ କରାଯାଇପାରିବ। ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ମୌଳିକ ସୂଚନା ଏବଂ ଯୋଗ୍ୟତା ସମୀକ୍ଷା କରାଯାଏ। ଏହାପରେ ପ୍ରୋଫାଇଲ ଯାଞ୍ଚ ଏବଂ ଚାକିରି ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଏ। ଏହି କାରଣରୁ ଏହାକୁ ଲିଖିତ ପରୀକ୍ଷା ବିନା ଏକ ସୁଯୋଗ ମଧ୍ୟ କୁହାଯାଏ। ଯଦିଓ ଚୂଡ଼ାନ୍ତ ପ୍ରକ୍ରିୟା ସମ୍ପୃକ୍ତ ବ୍ୟାଙ୍କର ନିୟମାବଳୀ ଉପରେ ନିର୍ଭର କରେ। ଏହି ସୂଚନା ବ୍ୟାଙ୍କର ନୋଟିସ୍ ବୋର୍ଡରେ ବେଳେବେଳେ ମରାଯାଇଥାଏ, ଆପଣ ମଧ୍ୟ ଚେକ୍ କରିପାରିବେ। ଏହି କାମ କରିବା ପାଇଁ ଆପଣମାନଙ୍କର ଖବର କାଗଜରେ ମଧ୍ୟ ଆଡଭର୍ଟାଇଜ ଦିଆଯାଇଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ଏହି କାର୍ଯ୍ୟଗୁଡ଼ିକୁ କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ କାହିଁକି ଆଗ୍ରହ ପ୍ରକାଶ ପାଉଛି। ସରକାରୀ ବ୍ୟାଙ୍କ ସହିତ ଜଡ଼ିତ ଚାକିରି, ଘରୁ କାମ କରିବାର ସୁବିଧା ଏବଂ ନିୟମିତ ଆୟର ସମ୍ଭାବନା ଯୁବପିଢ଼ିଙ୍କ ଆଗ୍ରହକୁ ବୃଦ୍ଧି କରୁଛି। ଏହି ବିକଳ୍ପକୁ ବେକାର ଯୁବକ ଯୁବତୀ ଏବଂ ଯେଉଁମାନେ କୌଣସି କାରଣରୁ ବାହାରେ କାମ କରିପାରିବେ ନାହିଁ, ସେମାନଙ୍କ ପାଇଁ ବିଶେଷ ମୂଲ୍ୟବାନ ବୋଲି ବିବେଚନା କରାଯାଏ। ଯଦି ଆପଣମାନେ ଏହି କାର୍ଯ୍ୟ କରିବା ପାଇଁ ଆଗ୍ରହ ଅଛନ୍ତି, ତାହେଲେ ଆପଣମାନେ କମେଣ୍ଟ ସେକ୍ସନରେ କମେଣ୍ଟ କରିକି ଜଣାନ୍ତୁ। ପରବର୍ତ୍ତୀ ଭିଡ଼ିଓରେ ମୁଁ ଆପଣମାନଙ୍କର ଆବେଦନ ଫର୍ମ ସହ ସମ୍ପୂର୍ଣ୍ଣ ସୂଚନା ନେଇ ଆସିବି। ବ୍ୟାଙ୍କ ସମ୍ବନ୍ଧୀୟ ନିୟମରେ କିଛିଟା ପରିବର୍ତ୍ତନ ହୋଇଛି। ଏହି ନିୟମ ଗୁଡ଼ିକ ବୁଝିବା ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ପୂର୍ବ ଭିଡ଼ିଓ ଦେଖିନାହାନ୍ତି, ଏହି ଭିଡ଼ିଓରେ ଲିଙ୍କ୍ ପ୍ରୋଭାଇଡ଼ କରିଦେବି, ଆପଣମାନେ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିନିଅନ୍ତୁ।